ଗୋଟିଏ ସୁନ୍ଦର ଗ୍ରାମରେ ରାମୁ ନାମକ ଜଣେ କାଠୁରିଆ ରହୁଥିଲା। ସେ ମନରେ ବହୁତ ଭଲ ମଧ୍ୟ ଥିଲା। ସେ ଗରିବ ହେଲେ ମଧ୍ୟ ବହୁତ ଖୁସିରେ ରହୁଥିଲା। ତାରି ପାଖରେ ଗୋଟିଏ ବୁଢ଼ୀ ମା ମଧ୍ୟ ଥିଲା। ସେ ନିତିଦିନିଆ ଜଙ୍ଗଲକୁ ଯାଇ କାଠ ଆଣି ଯାହା ବେପାର ହଉଥିଲା ସେଇଥିରେ ସେ ଚଳୁଥିଲା। ଆଉ ତ କାଠ ଜମାରୁ ବେପାର ହଉନି। ମୁଁ କେମିତି ଘରକୁ ସବୁ ଜିନିଷ ଆଣିବି, ମାଆକୁ ଖାଇବାକୁ ଦେବି, ଏମିତି ମନେ ମନେ ରାମୁ କଥା ହଉଥିଲା। ତାଙ୍କ ମାଆଙ୍କ ନାମ ଥିଲା ବିମଳୀ। ବିମଳୀ ମନେ ମନେ ସବୁଦିନ ଭାବୁଥିଲେ ରାମୁର ଯଦି ବାହାଘର ହେଇଯାଆନ୍ତା ତେବେ କେତେ ଭଲ ହୁଅନ୍ତା। ଆରେ ରାମୁ, ତୁ କେବେ ବାହାଘର ହବୁ? ମୁଁ ବଢ଼ି ମଣିଷ, ଆଉ କିଛି ବି କରିପାରୁନି। ତୁ ଯଦି ବାହାଘର ହବୁ ମୋର ତାହେଲେ ସବୁ କାମ ହାଲକା ହେଇଯିବ। ମୁଁ ତ ଆଉ ଚାଲି ବି ପାରୁନି। ରୋଷେଇ ଗଣ୍ଡାକ ବହୁତ କଷ୍ଟରେ କରୁଛି। ଆରେ ମା, ମୁଁ ତ ଯୋଉ କାଠ ବିକୁଛି ସେ କାଠରୁ କିଛି ପଇସା ଆଣିଲେ ଆମେ ଦୁହେଁ ଚଳୁଛେ। ତାପରେ ଯଦି ମୁଁ କାହାକୁ ବିବାହ କରିବି ତେବେ ତାକୁ କ'ଣ ଖାଇବାକୁ ଦେବି? ମୁଁ ତ ଯୋଉ କାଠ ବିକିକି ଆଣୁଛି ସେଇତିକ ତ ଆମକୁ ବି ଅଣ୍ଟୁନି। ଆରେ ରାମୁ, ତୁ ଆଜି ନହେଲା କାଲି ବାହାଘର ହବୁ। ତେବେ ତୁ ଏବେ ବାହାଘର ହେଇଯାନା। କାଲିକି ମୁଁ ବଞ୍ଚିବି ନା ମରିବି, ମୁଁ ଟିକେ ମୋ ବୋହୂର ମୁହଁ ଦେଖିବି, ନାତି ନାତୁଣୀଙ୍କ ମୁହଁ ଦେଖିବି। ମା, ତୁ ସେମିତି କହନା। ତୋର କିଛି ହବନି। ମୁଁ ତତେ କିଛି ହେବାକୁ ଦେବିନି। ତୁ ବାଧ୍ୟ ଏତେ କରନା। ଯେବେ ମୋତେ ଗୋଟିଏ ଭଲ ଝିଅ ମିଳିବ, ମୋ ସାଥରେ ସାଥ ଦେଇ ଚାଲିବ, ମୁଁ ତାକୁ ବାହାଘର ହେବି ଆଉ ତୋରି ବୋହୂ କରି ଆଣିବି। ତୋର କିଛି ବି ହବନି, ବୁଝିଲୁ? ମୋ ଦେହ ତ ଯେମିତି ଖରାପ ହେଲାଣି, ଲାଗୁଛି ସତରେ ମୁଁ ଆଉ ଅଳ୍ପ ଦିନ ବଞ୍ଚିବି। ହଉ, ତୋ ମନକୁ ପାଇଲା ପରିକା ଗୋଟିଏ ଝିଅ ଖୋଜ। ଭଗବାନକୁ ଡାକୁଛି ଅତି ଶୀଘ୍ର ମିଳିଯାଉ। ହଉ ହଉ, ତୁ ଆଉ କିଛି କହନା। ମୋତେ ଖାଇବାକୁ ଦେଲୁ, ମୁଁ ଖାଇକି ପୁଣି ଜଙ୍ଗଲକୁ ଯିବି। ଗଲେ ସେଠୁ ଭଲ ଭଲ କାଠ ଆଣିଲେ, ଭଲ ବିକ୍ରି କଲେ ସିନା ଭଲ ଜିନିଷ ଆଣିବି। ତୁ ବହୁତ ଗୁଡ଼ିଏ କଥା କହିଲୁଣି। ଚାଲ, ମୋତେ ଖାଇବାକୁ ଦେ। ହଉ ନେ, ଖାଇଦେ ଆଉ ଜଲ୍ଦି ଯା। ବହୁତ ଟେଷ୍ଟି ହେଇଛି ମା। ତୋ ହାତ ରନ୍ଧା ପରି ଆଉ କାହାର ହବ? ଏବେ ମୁଁ କୋଉ ଜଙ୍ଗଲକୁ ଯିବି? ମୋତେ ଭଲ କାଠ ମିଳିବ। ଏପଟକୁ ଯିବି। ଆରେ ରାମୁ, ତୁ ଆଉ ମୋତେ କାଠ ବେପାର କରିବାକୁ ଦବୁନୁ। କାଠ ବହୁତ ହେଇଗଲାଣି। ରାମୁ ମନେ ମନେ ମନ ଦୁଃଖ କଲା। ଆରେ ରାମୁ, ମୋତେ କିଛି ଖରାପ ଭାବିବୁନୁ। ମୋର ଏବେ କିଛି କାଠ ଦରକାର ନାହିଁ। ଯେତେବେଳେ ଦରକାର ହବ ତତେ ସେତେବେଳେ କହିଦେବି, ତୁ ନେଇ ଆସିବୁ। ମନ ଦୁଃଖ ଜମା କରନା। ମୁଁ ତୋଠୁ ଅନେକ କାଠ ରଖି ସାରିଲିଣି। ହଉ ଛାଡ଼, ଏଇ ନେ, ଏଥିରେ କିଛି ଚାଉଳ ଅଛି ତ କାଠ ଦେଇଥିବା ଅନୁସାରେ। ହେଲା, ମୁଁ ଏବେ ଆଉ କିଛି ତୋ ପାଇଁ କରିପାରିବି ନାହିଁ। ହଉ ଠିକ୍ ଅଛି ରାମୁ, ମୁଁ ଏବେ ଆସୁଛି। ତୁ ଏତିକିରେ ଖୁସି ତ ରାମୁ? ହଁ, ମୁଁ ଖୁସି। ଆପଣ ଦେଇଥିବା ଯେତିକି ବି ଜିନିଷ ମୋ ପାଇଁ ବହୁତ। ଆପଣ ନଥିଲେ ଆଜି ପର୍ଯ୍ୟନ୍ତ ମୁଁ ବଞ୍ଚି ନଥାନ୍ତି। ରାମୁ ଏମିତି ସେଠକୁ କହି ଚାଉଳ ନେଇ ମାଆକୁ ଦେବାକୁ ଲାଗିଲା। ଆରେ ରାମୁ, ମୁହଁଟାକୁ ଶୁଖେଇକି କାହିଁକି ବସିଛୁ? ତୋର କ'ଣ ହେଇଛି? ମୁଁ ତତେ ଆଉ ବାହାଘର ହେବାକୁ କହିବିନି। ତୁ ମନ ଦୁଃଖରେ ବସନା। ନାଇଁ ମାମା, ମୁଁ ସେଥିପାଇଁ ମନ ଦୁଃଖ କରିନି। ଆଜି ସକାଳେ ସେଠ କହିଲେ କି ଆଉ ତୁ ମୋଠି କାଠ ବିକିବୁନୁ। ତେବେ ମା କହନା, ମୁଁ କୋଉଠି କାଠ ବିକିବି? ଏଥିପାଇଁ ତୁ ମନ ଦୁଃଖ କରୁଛୁ ବାବା? ଭଗବାନ ଅଛନ୍ତି। ଆମେ ଧରତୀ ଉପରେ ଅଛନ୍ତି ମାନେ ସିଏ ଆମ ପାଇଁ ନିହାତି କିଛି କରିଥିବେ। ହେଲେ ମା, କ'ଣ କରିବି ତ କହ? କେମିତି ବିକିବି କାଠ? କେମିତି ଆମେ ଦୁହେଁ ଭଲସେ ଖାଇ ରହିବା? ତାପରେ ପୁଣି ତୋର ଯୋଉ ସ୍ୱପ୍ନ।
କାଠ ବିକ୍ରି ନହେଲେ କ'ଣ ହେଲା ବାବା, ସେଠି ନ ନେଲେ କ'ଣ ହେଲା, ତୁ ବୁଲି ବୁଲି ବେପାର କରିବୁ, ସେଇଠୁ 2 ପଇସା ଆସିଲେ ଆମେ ଦୁହେଁ ଚଳିଯିବାନି। ହଁ ଯେ ମା, କାଠ ବି ଭଲ ମିଳୁନି, ଏ ସେଟ୍ ଭଲ ଥିଲେ ଯାହା ତାହା କହି ମୁଁ ବେପାର କରୁଥିଲି। ତାର ଦିନ ସକାଳ ରାମୁ ପୁଣି ଜଙ୍ଗଲକୁ ବାହାରିଲା। ହେ ଭଗବାନ, ତମେ ହିଁ ମୋତେ କିଛି ବାଟ ଦିଶାଅ। ବୁଢ଼ୀ ମା'ଟା ପେଟରେ ଦାନା ମୁଠେ ମିଳୁ, ମୁଁ ତ ଯୋଉ ଅଭାଗ ପୁଅ। ଏମିତି କହି ସେ ଜଙ୍ଗଲ ଆଡ଼କୁ ଯିବାକୁ ଲାଗିଲା। ଆରେ ବାପରେ ବାପ, ଏତେ ଜଙ୍ଗଲ ବୁଲିଲୁଣି, କୋଉଠି ଆଜି କାଠ ବି ମିଳୁନି। ନା ସେଟ୍କୁ ବିକି ପାରୁଛି ନା ଭଲ କାଠ ମିଳୁଛି। ଏମିତି କହି ସେ ଥକି ଯାଇ ଗୋଟିଏ ଆମ୍ବ ଗଛ ମୂଳରେ ବସିଲା। ଆରେ 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 ରହ, ମୋ ପାଦ କାହିଁ ତୁ ଚାଟୁଛୁ? କେତେ ସୁନ୍ଦର ଠେକୁଆଟି ହେଇଛି। ଆରେ ତୁ ଜଙ୍ଗଲକୁ ପଳା, ନହେଲେ ତତେ ମାରିକି ଶିକାରୀ ଖାଇଯିବ। ଯା ଯା। ଏମିତି ସେ ଠେକୁଆଟିକୁ କହିଲା। ଆରେ ସତରେ ତ ଏ ଜଙ୍ଗଲ ଭିତରେ ତତେ ଦେଖିଲେ କି ମାରି ଖାଇଯିବ। ତୁ ଜଙ୍ଗଲ ବାହାରକୁ କାହିଁକି ବାହାରିଛୁ? ଠେକୁଆକୁ ରାମୁ ଏମିତି କହୁଥିଲା, ହେଲେ ଠେକୁଆଟି ତାରି ପାଦ ତଳେ ଠିଆ ହେଇଥିଲା। ରାମୁ ଯେମିତି ଯିବାକୁ ଲାଗିଲା, ଠେକୁଆ ମଧ୍ୟ କିଛି ଭାବି ତାରି ପଛେ ପଛେ ଧାଇଁବାକୁ ଲାଗିଲା। ଆରେ ତୁ ମୋ ପଛେ ପଛେ କାହିଁକି ଆସୁଛୁ? ତୁ କ'ଣ ମୋରି ସହିତ ଯିବୁ କି? କହୁନୁ କିଛି, ମୁଁ କେମିତି ଜାଣିବି? ତୁ ମୋ ପଛେ ପଛେ ଆସନା, ନହେଲେ ତତେ ମାରିଦେବେ। ଏବେ ମୁଁ କ'ଣ କରିବି? ଏ ଠେକୁଆଟା କ'ଣ ମୋ କଥା ଶୁଣିପାରିବ? ଲାଗୁଛି ଏ ଠେକୁଆ ଛୁଆ କାହାକୁ ବୋଧେ ଡରି ଯାଇଛି। ମୋତେ ସେ ତାର ନିଜର ଭାବୁଛି, ସେଥିପାଇଁ ସେ ମୋରି ପଛରେ ପଛରେ ହଉଛି। କିରେ, ତୋର କ'ଣ ହଉଛି? ତୁ ମୋରି ସାଙ୍ଗରେ ମୋ ଘରକୁ ଯିବୁ, ସେଠି ରହିବୁ, ମୁଁ ତତେ ହରା ହରା ଘାସ ଦେବି। ଏତିକି କଥା ଶୁଣି ଠେକୁଆ ତ ପୁରା ଖୁସିରେ ନାଚିବାକୁ ଲାଗିଲା। ଆଉ ରାମ ମଧ୍ୟ ବୁଝିପାରିଲା କି ସେ ତାରି ସହିତ ଯିବ। ହଉ ହଉ, ଠିକ୍ ଠିକ୍, ଚାଲ ତୁ ମୋ ସହିତ। ଏମିତି କହି ତାକୁ ଧରିକି ଗଲା। ଆରେ ଆଜି ତ କାଠ କିଛି ବି ମିଳିଲା ନାହିଁ। ହଉ ଛାଡ଼। ଆରେ ତୁ ଦେଖିଲୁ ମୋ ଘର କେମିତି ହେଇଛି? ମୁଁ ତ ଗରିବ କାଠୁରିଆଟେ, ଛୋଟ ମୋଟ ଘରଟିଏ କରିଛି। ତୁ ମୋରି ସହିତ ଏଇ ଘରେ ରହିବୁ, ବୁଝିଲୁ? ମୋ ଘର ତତେ ଭଲ ଲାଗିଲା କି? ହଉ ଶୁଣ, ଆଉ ଗୋଟିଏ କଥା, ଏଇ ଘରେ ନା ମୋ ମା ରହେ। ମୋ ମା ବହୁତ ସ୍ନେହୀ। ସେଇ ସମୟରେ ମଧ୍ୟ ମା ଭିତରକୁ ଚାଲି ଚାଲି ଆସିଲା। ଓ, ଏଇଟା ତ ଗୋଟିଏ ଠେକୁଆ ଛୁଆ। ଏମିତି ଆଶ୍ଚର୍ଯ୍ୟ ହୋଇ ବୁଢ଼ୀ ମା ଅନେଇବାକୁ ଲାଗିଲା। କେତେ ସୁନ୍ଦରିଆ ଠେକୁଆ ଛୁଆଟି ହେଇଛି। ତୁ ଆକୁ କୋଉଠୁ ପାଇଲୁ ରେ ବାବା? ମା ମଧ୍ୟ ଠେକୁଆକୁ ଗେଲ କରିବାକୁ ଲାଗିଲା। କିଛି ସମୟ ଗେଲ କରିବା ଭିତରେ ତାପରେ ସେ ରାମୁକୁ ପଚାରିଲା, ଆରେ ରାମୁ, ତୁ ତାକୁ କୋଉଠୁ ପାଇଲୁ? ଆଉ ତୋ ହାତରେ ତ କାଠ ନାହିଁ, ଘରେ ଟିକିଏ ଚାଉଳ ବି ନାହିଁ, କହୁନୁ କାହିଁକି କିଛି? ମା, ମୁଁ କ'ଣ କରିବି କହିଲୁ? ମୋତେ ଆଜି ଜମା ବି କାଠ ମିଳିଲା ନାହିଁ। କ'ଣ କହିଲୁ ବାବା? କାଠ ନାହିଁ? ହେଲେ ଆମେ କ'ଣ ଖାଇବା ଏବେ କହିଲୁ? ଘରେ ପେଜ ମୁନ୍ଦାଏ ବି ନାହିଁ। ମା,
ମୁଁ କିଛି କରୁଛି। ମୁଁ ଯାଏ ସାହିରେ କାହାକୁ ସାହାଯ୍ୟ ମାଗିବି। ତୁ ମଧ୍ୟ ଯା କିଛି ସାହାଯ୍ୟ ମାଗିକି ଆଣିବୁ। ହଉ ତୁ ଜମା ବ୍ୟସ୍ତ ହନା ରେ ବାବା। ମୁଁ ଦେଖୁଛି ସାହିରୁ କିଛି କ'ଣ ମାଗି ଆଣେ ହେଲା। ହଉ ଠିକ୍ ଅଛି ମା। ଏ ଠେକୁଆ ତୁ ଏଇ ଘରେ ଥିବୁ, କୁଆଡ଼େ ଯିବୁନୁ, ଦୁଷ୍ଟାମି କରିବୁନୁ। କୁକୁର ଅଛନ୍ତି, ତତେ ମାରିକି ଖାଇଦେବେ। ହେଲେ ବାବା ତୁ ଏ ଠେକୁଆ ଛୁଆକୁ ଆଣିଛୁ, ୟାର ଦାୟିତ୍ୱ ନେଇପାରିବୁ? ହଉ ଛାଡ଼, ଆଗ ଏ ରାତିରେ କେମିତି ଖାଇବା ସେ କଥା ଚିନ୍ତା କରୁଛି। ହଉ ମା ତୁ ସେପଟ ଗାଁକୁ ଯା, ମୁଁ ଏପଟ ଗାଁକୁ ଯାଉଛି। ଏମିତି ଦୁହେଁ ଠେକୁଆକୁ ଛାଡ଼ି ଗଲେ। ରାମୁ ଆଉ ତା ମା ଗାଁରୁ କିଛି ଜିନିଷ ସାହାଯ୍ୟ ମାଗି ଘରକୁ ଆସିଲେ। ଆରେ ରାମୁ, ତୁ କିଛି ନୋଟିସ୍ କଲୁ ନା ନାହିଁ? ଘରୁ ତ ଭଲ ବାସ୍ନା ଆସୁଛି, ଯେମିତି କିଏ କିଛି ରୋଷେଇ କରି ରଖିଛି ସେମିତି ମୋତେ ଲାଗୁଛି। ହେଲେ ଆମ ଘରେ ତ ତୁ ଆଉ ମୁଁ। କ'ଣ ହଉଛି? ଆରେ ମା କିଛି ନୁହଁ, ପଡ଼ୋଶୀ ଘରୁ ବାସ୍ନା ଆସୁଥିବ, ତତେ ସେମିତି ଲାଗୁଛି। ଚାଲ ଆମେ ପ୍ରଥମେ ରୋଷେଇ ଘରକୁ ଯିବା, ଦେଖିବା ଯଦି କିଏ କ'ଣ ସେଠି ରାନ୍ଧିଥିବ। ତୋର ସନ୍ଦେହ ଖତମ ହବ। ଦେଖ ଏସବୁ ଫଳ ନା ମୁଁ ସେ ଠେକୁଆ ଛୁଆ ପାଇଁ ଆଣିଛି। ତାପରେ ମୋ ଘରକୁ ଯାଇ ମୁଁ ତାକୁ ଖାଇବାକୁ ଦେବି। ଏମିତି ଆଶ୍ଚର୍ଯ୍ୟ ହୋଇ ଦୁହେଁ ଦେଖିଲେ, କାରଣ ଘର ଭିତରେ ପନିପରିବା, ଫଳମୂଳ ଆଉ 2 ଜଣ ଖାଇବାର ଖାଦ୍ୟ ମଧ୍ୟ ଥୁଆ ହେଇଛି। ଆରେ ମା ଦେଖୁଛୁ କେତେ ପନିପରିବା, ଫଳମୂଳ ଆଉ ତା ସହିତ 2ଟା ଥାଳିରେ ଖାଇବା ମଧ୍ୟ ରୋଷେଇ ହେଇ ଥୁଆ ହେଇଛି। ଆରେ ମା ତୁ କ'ଣ ପ୍ରଥମେ ଆସି ସବୁ ରୋଷେଇ କରି ପୁଣି ଥରେ କିଛି ଆଣିବାକୁ ଯାଇଥିଲୁ ନା କ'ଣ? ଦେଖ ଦେଖ ଭଲ ବାସ୍ନା ହଉଛି। ଆରେ ନା ରେ ରାମୁ, ମୁଁ କିଛି ରୋଷେଇ କରେନି। ମୁଁ ଯଦି କିଛି ରୋଷେଇ କରିଥାନ୍ତି ତେବେ ମୁଁ କ'ଣ କହିଥାନ୍ତି କି ଭଲ ବାସ୍ନା ହେଉଛି ବୋଲି? ଡାହାଣିକି ଚିରଗୁଣି ରୋଷେଇ କରିଛି ରେ ବାବା। ଚାଲ ଚାଲ ଏଠାରୁ ଆମେ ପଳେଇବା। ଚାଲ ଆଗ ତୋ ଘରକୁ ଯିବା, ତାପରେ ସାହି ଲୋକକୁ ଡାକି ଆଣିବା। ନା ଲୋ ନା। ସେମାନେ ଦୁହେଁ ରାମୁ ରୁମକୁ ଆସି ଦେଖିଲେ ଗୋଟିଏ ଝିଅ ସେଠି ଶୋଇଛି। ମା ପୁଅ ତାକୁ ଦେଖି ବହୁତ ଜୋରରେ ଡରିଗଲେ। ଆଉ ମନେ ମନେ ଭାବିଲେ, ଇରେ ବାପ, ଏଇଟା ଏତେ ସୁନ୍ଦର ଝିଅ, ଯେମିତି ଗୋଟେ ଅପ୍ସରା। ତୁମେ କିଏ? ଆଉ ମୋ ଘରେ କ'ଣ କରୁଛ? ଆଉ ମୋ ଠେକୁଆ ଛୁଆ କୁଆଡ଼େ ଗଲା? କୁହ, ତୁମେ ଚୁପ୍ କାହିଁକି ଅଛ? ତୁମେ ଯେମିତି ସ୍ୱର୍ଗର ଅପ୍ସରୀ ପରି ଲାଗୁଛ। ତୁମେ ଚୁପ୍ କାହିଁକି ଅଛ? କିଛି ତ କୁହ। ଆରେ ତୁମେ ଡରନା, ମୁଁ ସତକୁ ସତ ଗୋଟିଏ ରାଜକୁମାର, ସ୍ୱର୍ଗର ଅପ୍ସରୀ। ମୁଁ କିଛି ଅଭିଶାପ ପାଇ ଠେକୁଆ ହେଇଯାଇଥିଲି। ହଁ, ମୁଁ ତୁମର ସେଇ ଠେକୁଆ, ଯେ କି ଦିନ ବେଳେ ଠେକୁଆ ଆଉ ସନ୍ଧ୍ୟା ହେଲେ ଗୋଟିଏ ସୁନ୍ଦର ଝିଅ ପାଲଟିଯାଏ। ହଁ, ତୁ କ'ଣ ସତ କହୁଛୁ ରେ ମା? ହେଲେ ତୁ ଆମ ଘରକୁ କାହିଁକି ଆସିଛୁ? ତୋ ପରିକି ରାଜକୁମାରୀକି ଆମେ କ'ଣ ଖାଇବା ପିଇବାକୁ ଦେଇପାରିବୁ? ତୁ ତୁ ଏଠାରୁ ଚାଲିଯା, ଆମରି ଘରେ ରହନା। ଆମେ ମା ପୁଅ ଗରିବ, ତତେ କ'ଣ ପୋଷି ପାରିବୁ? ହଁ, ତୁ କ୍ଷୀର ଲହୁଣୀ ଖାଇବା ଛୁଆ, ଏଠି କ'ଣ ଲୁଣ ଲଙ୍କା ପେଜ ପିଇ ରହିପାରିବୁ? ହଁ କହୁନୁ। ଆଉ ତୁ ତ ପୁଣି ଦିନ ବେଳେ ଠେକୁଆ ହେଇଯାଉଛୁ। ତୁମେ ଚିନ୍ତା କରନା ମା, ମୁଁ ଦିନ ବେଳେ ଠେକୁଆ ହେଲେ କ'ଣ ହେଲା? ମୋଠି ଏତେ ଶକ୍ତି ଅଛି। ତୁମକୁ ଖାଇବା, ତୁମ ପୁଅକୁ, ଚାହିଁଲେ ସାରା ଗ୍ରାମକୁ ମୁଁ ଖାଦ୍ୟ ଦେଇପାରିବି। ବାସ୍ ମୋତେ ଟିକେ ଏଠି ରହିବାକୁ ଦିଅ। ମୁଁ ନିହାତି ଏଠାରୁ କିଛି ଦିନ ରହି ଚାଲିଯିବି। ତୁମେ ଜମାରୁ ବ୍ୟସ୍ତ ହୁଅନା ମା। ହେଲେ ମୋର ଜମା ବିଶ୍ୱାସ ହଉନି କି ତୁମେ ଗୋଟିଏ ଅପ୍ସରା ଆଉ ଠେକୁଆ ଦିନ ବେଳେ ପାଲଟି ଯାଉଛ। ଇଏ କ'ଣ ସତରେ ହେଇପାରିବ?
ନା, ମୋତେ ଜମା ଲାଗୁନି। ମୋର ତମ ଉପରେ ଜମା ବି ବିଶ୍ୱାସ ହଉନି। ସଙ୍ଗେ ସଙ୍ଗେ ରାଜକୁମାରୀ କହିଲା, ଠିକ୍ ଅଛି, ତୁମେ କାଲି ସକାଳକୁ ଅପେକ୍ଷା କର। ତୁମେ ନିଜେ ଜାଣିଯିବନି ମୁଁ ଗୋଟେ ଠେକୁଆ। ମୁଁ ତୁମର କାହାର ବି କିଛି କ୍ଷତି କରିବି ନାହିଁ ରାମୁ। ତୁମେ ମୋତେ ଦୟାକରି ଏଠି ରହିବାକୁ ଦିଅ। ବାସ୍ କିଛି ଦିନର ତ କଥା, ତାପରେ ମୁଁ ଏଠାରୁ ଚାଲିଯିବି। ତୁମେ ଜମା ବ୍ୟସ୍ତ ହୁଅ ନା। ଠିକ୍ ଅଛି ରେ ମା, ତୁ ଏଠି ରହିବୁ, ହେଲେ ଗୋଟେ ସର୍ତ୍ତରେ। ତୁ ଜମା ବି କିଛି ଭୁଲ କାମ କରିବୁ ନାହିଁ। ହଉ ଠିକ୍ ଅଛି ରାମୁ, ତାକୁ ଆମେ କିଛି ସୁଯୋଗ ଦେବା। ତାକୁ ଆମେ କାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା, ନହେଲେ ଘରୁ ବାହାର କରିଦେବାନି। ଏମିତି ସମସ୍ତେ କଥା ହେଲେ। ତାର ଦିନ ସକାଳେ ବସିଥିଲେ 3 ଜଣ। ମା, ସ୍ୱର୍ଗରୁ ଆସିଥିବା ସୁନ୍ଦରୀ। ସଙ୍ଗେ ସଙ୍ଗେ ସୂର୍ଯ୍ୟ କିରଣ ପରିବା ଭିତରେ ସେ ସାଙ୍ଗେ ସଙ୍ଗେ ଗୋଟିଏ ଠେକୁଆ ହେଇଗଲା। ଆଉ ରାମ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହେଇଗଲା। ଆରେ ମା, ଦେଖ, ସତରେ ସତରେ ସିଏ ଗୋଟିଏ ଠେକୁଆ ହେଇଗଲା। ସେ ଜମା ମିଛ କହୁନଥିଲା, ସେ ସତ କହୁଥିଲା ମା। ହେଲେ ଇଏ ତ ଏବେ କିଛି କଥା କହୁନି। ମୋତେ ଲାଗୁଛି ଇଏ ଠେକୁଆ ହେଇଗଲା ପରେ ଆଉ ଜମା ବୋଧେ କଥା କହିପାରେନି। ହଉ ଠିକ୍ ଅଛି, ତୁମେ ଜମା ବ୍ୟସ୍ତ ହୁଅ ନା। ଆମେ ତୁମକୁ ଜମା ବି ହଇରାଣ କରିବୁନୁ। ଆମେ ତୁମର ବହୁତ ଖ୍ୟାଲ ରଖିବୁ। ହଁ ରାମୁ, ତୁ ଠିକ୍ କଥା କହୁଛୁ। ଏ ଝିଅର ବି କେହି ନାହିଁ, ଆମେ ହିଁ ତାର ସବୁ କିଛି। ଆମେ ଆଜିଠାରୁ ତାର ଖ୍ୟାଲ ରଖିବା। ସିଏ ଆମକୁ କେତେ ସାହାଯ୍ୟ କରିଛି, ଘରକୁ ଚାଉଳ ପନିପରିବାରେ ଭରି ଦେଇଛି। ଆଲୋ ମା, ମୁଁ ତୋ ନା ଆଜିଠୁ ଅପ୍ସରୀ ଦଉଛି। ତୁ ସ୍ୱର୍ଗରୁ ଆସିଛୁ ନା, ଆଜିଠାରୁ ଆମେ ତୋତେ ଅପ୍ସରୀ ଡାକିବୁ। ଅପ୍ସରୀ ଓ ରାମୁ ଦୁହେଁ ଦୁହିଁଙ୍କୁ ଭଲସେ ଚିହ୍ନିବାକୁ ଲାଗିଲେ। ଆଉ ମନେ ମନେ ଦୁହେଁ ଦୁହିଁଙ୍କୁ ପ୍ରେମ କରିବାକୁ ବି ଲାଗିଲେ। ସେ 3 ଜଣ ମିଶି ବହୁତ ଖୁସିରେ ଥିଲେ। ରାମୁ, ଆରେ ଅପ୍ସରୀ, ତୁମକୁ ଗୋଟିଏ କଥା ପଚାରିବି? ହଁ କହୁନା। ତୁମେ ଦିନଭର ଠେକୁଆ ହେଇ ରହୁଛ, ମୋତେ ଜମା ଭଲ ଲାଗୁନି। ଏ ଅଭିଶାପର କିଛି ତ ଗୋଟେ ଉପାୟ ଥିବ, ଯେଉଁଥିରେ ମୁଁ ତୁମକୁ ସବୁଦିନ ପାଇଁ ମଣିଷ କରି ରଖିବି। ଏ କଥା ଯେବେ ବି ଅପ୍ସରୀ ଶୁଣୁଥିଲା, ସେ କିଛି ନ କହି ସେଠାରୁ ଚୁପଚାପ ଚାଲି ଯାଉଥିଲା। ଆଉ ରାମୁ ମଧ୍ୟ ଏ କଥା କିଛି ବୁଝିପାରୁନଥିଲା। ସେଦିନ ଠାରୁ ବି ରାମୁ ଆଉ କେବେ ବି ଏ କଥା ପଚାରେ ନାହିଁ। ଅପ୍ସରା ଆଉ ରାମୁ ଗୋଟିଏ ଦିନ ଜଙ୍ଗଲ ବୁଲିବାକୁ ଗଲେ। ରାମୁ ଥକି ଯାଇ ପଥର ଉପରେ ବସିଲା, ଆଉ ଅପ୍ସରା ମଧ୍ୟ ତାରି ପାଦ ପାଖରେ ବସିଲା। ରାମୁ ମନେ ମନେ କିଛି ସମୟ ଅପ୍ସରାକୁ ଦେଖିଲା, ଆଉ ହାତ ବୁଲେଇ କହିଲା, ଓ ତୁମେ ସତରେ କେତେ ସୁନ୍ଦର। ଠେକୁଆ ରୂପ ହେଲେ ବି ତୁମେ ବହୁତ ସୁନ୍ଦର। ଏମିତି କହି ସେ ତାକୁ ସୁଆଁରିବାକୁ ଲାଗିଲା। ହେଲେ ତୁମ ସାଙ୍ଗେ ଏମିତି କାହିଁକି ହେଲା? ଓଃ ଅପ୍ସରା, ତୁମେ ଦିନ ବେଳେ ବି କେମିତି ମଣିଷ ହେଇଗଲ, ମୁଁ କିଛି ବୁଝିପାରୁନି। ହଉ ଛାଡ଼, ଯାହା ବି ହେଲା ଭଲ ହେଲା। ମୁଁ ତ ସବୁବେଳେ ୟାର କାରଣ ପଚାରେ, ହେଲେ ତୁମେ କୁହ ନା। ମୁଁ ହେଉଛି ସ୍ୱର୍ଗର ଅପ୍ସରା। ସ୍ୱର୍ଗରୁ ଜଙ୍ଗଲ ବୁଲିବାକୁ ଆସିଥିଲି। ବୋଲୁ ବୋଲୁ ମୋ ଶଗଡ଼ ଗାଡ଼ି ତଳରେ ଗୋଟିଏ ଠେକୁଆ ଛୁଆ ଆସିଗଲା। ଆଉ ସେ ସେଇଠି ଚାପି ହେଇଗଲା। ଆଉ ମୁଁ ତାକୁ କହିଲି, ମାତ୍ର ଠେକୁଆ ଛୁଆଟେ, ଇଏ ବା କ'ଣ ଜାଣିବ, ୟାକୁ କି କଷ୍ଟ ହବ। ଏସବୁ ଶୁଣି ସେ ମଲା ପୂର୍ବରୁ ମୋତେ ଅଭିଶାପ ଦେଇ ଯାଇଥିଲା। ଯୋଉ ଠେକୁଆକୁ ତୁ ଆଜି ଏତେ କଥା କହୁଛୁ, ତୁ ତାହାରି ଠେକୁଆ ରୂପ ନେଇ ବଞ୍ଚିବୁ। କିନ୍ତୁ ହଁ, ମୁଁ ତ କେବଳ ଠେକୁଆ ଥିଲି, ଯେ କି ଗଛ ଜଙ୍ଗଲରେ ପୁଣି ବଞ୍ଚୁଥିଲି। କିନ୍ତୁ ତୁ ସେମିତି ହବୁନୁ। ତୁ ଦିନ ବେଳରେ ଠେକୁଆ ରହିବୁ, ଆଉ ରାତି ହେଲେ ମଣିଷ ହେଇଯିବୁ। ତାର ଯୋଉ କଷ୍ଟ, ତୁ ରାତିରେ ତୋର ବସା ଖୋଜିବାକୁ ବହୁତ କଷ୍ଟ ପାଇବୁ। ନା ତ ମୁଣ୍ଡ ଉପରେ ଘର ଥିବ। ଏମିତି କହି ସେ ମୋତେ ଅଭିଶାପ ଦେଇଥିଲା। ମୁଁ ତାଙ୍କଠି କାକୁତି ମିନତି ହେଇ କାନ୍ଦିବାରୁ ସେ ମୋତେ କହିଥିଲେ, ଯେବେ ଗୋଟିଏ ମଣିଷ ତୋ ଠେକୁଆ ରୂପକୁ ପ୍ରଶଂସା କରିବ, ଆଉ ତୋତେ ତା ସ୍ନେହରେ ଆଉଁସିବ, ତେବେ ତୁ ମଣିଷ ହେଇପାରିବୁ।
ହେଲେ ଏକଥା ତୁ ମଣିଷ ରୂପରେ କାହାକୁ ବି କହିବୁ ନାହିଁ। ଯିଏ ତା ମନ ସ୍ନେହ ଭାବରେ ତୋତେ ଆଉଁସିବ ତେବେ ଯାଇକି ତୁ ଭଲ ହବୁ। ସେଥିପାଇଁ ତମେ ଯେବେ ବି ମୋତେ ପଚାର ମୁଁ ୟାର କିଛି ଉତ୍ତର ନ ଦେଇ ସେଠାରୁ ଚାଲିଯାଏ। ଆଜି ମୁଁ ସତରେ ବହୁତ ଖୁସି। ମୋର ଅଭିଶାପ ଭାଙ୍ଗି ଯାଇଛି। ମୁଁ ଏଇ ଦିନକୁ ସବୁବେଳେ ଅପେକ୍ଷା କରିଥିଲି। କେବେ ମଣିଷ ହେବି, ତୁମକୁ ବିବାହ କରିବି, ଖୁସିରେ ରହିବି। ଆଜି ମୋ ସ୍ୱପ୍ନ ସତ ହେଇଛି। ତୁମେ କ'ଣ ମୋତେ ବାହାଘର ହେବାକୁ ଚାହଁ? ଯଦି ମନା କରିଦେବ ତେବେ ବି କିଛି କଥା ନୁହଁ। ଆରେ ନା ନା ଅପ୍ସରା, ମୁଁ ବି ତୁମକୁ ବହୁତ ପସନ୍ଦ କରେ। ଚାଲ ଏ ଖୁସି ଖବର ଆମେ ମାଆକୁ ଦେବା। ତମେ ତ ମଣିଷ ହେଇଛ ଶୁଣି ସେ ବହୁତ ଖୁସି ହେଇଯିବ। ଚାଲ ଚାଲ ଯିବା। ମା, ଓ ମା, ଜଲ୍ଦି ଆ ଜଲ୍ଦି, ଦେଖିବୁ, ଜଲ୍ଦି ଆନା ମା। ଦେଖ ମା, ଅପ୍ସରା ନା ସବୁଦିନ ପାଇଁ ମଣିଷ ହେଇଯାଇଛି। ତାପରେ ଅପ୍ସରା କହିଥିବା କଥା ରାମୁ ସବୁ କହିଲା। ଆମକୁ ସେଥିପାଇଁ ସେ କିଛି କହୁନଥିଲା। ହେଲେ ଏବେ ଦେଖ ନା ସେ ମଣିଷ ହେଇଯାଇଛି। ତୁ ଖୁସି ନା ମା? ଆରେ ବାପା, ମୁଁ ତ ବହୁତ ଖୁସି। ତୁମେ ଦୁହେଁ ଖୁସି ହେଲେ ମୁଁ ବି ଖୁସି। ମୁଁ ତୁମ ଦୁହିଁଙ୍କ କଥା ସବୁ ଜାଣିଛି। ତୁମେ ଦୁହେଁ ଦୁହିଁକି କେତେ ଭଲ ପାଅ ସେଇଟା ମୋ ନିଜ ଆଖିରେ ମୁଁ ଦେଖିଛି। ହଉ ଛାଡ଼, ମୋର ତ ଗୋଟିଏ ସ୍ୱପ୍ନ, ମୁଁ ତୁମ ଦି ଜଣକୁ ବାହାଘର କରି ଖୁସିରେ ରହିବି। ଆଜି ମୋ ସ୍ୱପ୍ନ ସତ ହେଲା। ଏବେଠାରୁ ତୁମେ ଦୁହେଁ ବହୁତ ଖୁସିରେ ରୁହ। ମୋର ତ ଏଇଆ ଥିଲା ଶେଷ ଇଚ୍ଛା। ଏମିତି ସେମାନେ ସମସ୍ତେ ଖୁସିରେ ରହିବାକୁ ଲାଗିଲେ।